ଘାଉର ଗାଁରେ ଭାଗୀରଥୀ ନାମରେ ଜଣେ ବ୍ୟବସାୟୀଟି ରହୁଥିଲା। ସେ ସବୁଦିନ ସକାଳେ ବେପାର ପାଇଁ ଗାଁରୁ ସହରକୁ ଯାଉଥିଲା। ଆଉ ରାତି ହେଲେ ସେ ତା ଘରକୁ ଫେରି ଆସୁଥିଲା। ଦିନେ ପ୍ରବଳ ଖରା ହଉଥିଲା। ଭାଗୀରଥୀ ଜଙ୍ଗଲ ଦେଇ ତା ଘରକୁ ଫେରୁଥାଏ। ସେତିକି ବେଳେ ହଠାତ୍ ତା ମୁଣ୍ଡଟା ବୁଲେଇ ଦେଲା। ଓହୋ, ଏ ଖରାରେ ମୁଣ୍ଡଟା ଭାରି ବୁଲେଇ ଦେଲାଣି। ଏଠି ଜଙ୍ଗଲରେ କୋଉଠୁ କଣ ଘର କଣ ଦେଖାଯାଉଛି ଯେ ଟିକେ ମୁଁ ବିଶ୍ରାମ ନେଇଥାନ୍ତି। ଭାରି ଜୋରରେ ମୁଣ୍ଡଟା ବୁଲେଇ ଦେଲାଣି। ଓଃ, କି ଖରା! ଭାଗୀରଥୀକୁ ସେତେବେଳେ ଦୂରରେ ଗୋଟିଏ ଘରଟିଏ ଦେଖାଗଲା। ସେଠି ଯାଇ ସେ ପହଞ୍ଚିଗଲା। ଆଉ ବାହାରେ ଥାଇ ସେ ଡାକ ଛାଡ଼ିଲା। ଘରେ କିଏ ଅଛ? ମୁଁ ଜଣେ ପଥିକ। ମୁଁ ଗୋଟେ ବ୍ୟବସାୟୀ। ସହରରୁ ବେପାର କରି ଗାଁକୁ ଫେରୁଥିଲି। ଏତେ ଜୋର ଖରାରେ ମୋ ମୁଣ୍ଡଟା ବୁଲେଇ ଦେଲା। ଟିକେ ବାହାରକୁ କିଏ ଆସିବ? ଭାଗୀରଥୀର କଥା ସେଇ ଘରେ ଥିବା ଗୋଟେ ଡାହାଣୀଟି ଶୁଣୁଥିଲା। ସେ ଗୋଟେ ସୁନ୍ଦର ଝିଅର ରୂପ ନେଇ ବାହାରକୁ ଆସିଲା। ତୁମର କଣ ହେଇଛି? ତୁମେ କଣ ପାଇଁ ଡାକୁଥିଲ? ଏ ଟାଣ ଖରାରେ ମୁଣ୍ଡଟା ଭାରି ଝାଙ୍କି ଦେଲା। ବିଶ୍ରାମ ନବା ପାଇଁ ମୁଁ ତୁମକୁ ଡାକୁଥିଲି। କଣ ମୁଁ ଟିକେ ବିଶ୍ରାମ ନେଇପାରିବି ଏଠି? ଭାରି ଜୋରରେ ମୁଣ୍ଡ ବଥା ହଉଛି। ଭାଗୀରଥୀର କଥା ଶୁଣି ସେ ଝିଅଟି କହିଲା, ଦେଖ, ତୁମେ ମତେ ବହୁତ ପସନ୍ଦ। ତୁମେ ମତେ ବାହା ହବ? ତାହେଲେ ଯାଇ ମୁଁ ତୁମକୁ ମୋ ଘରେ ବିଶ୍ରାମ ନେବାକୁ ଦେଇପାରିବି। କଣ କହୁଛ? ବାହା ହବ ମତେ? ଏମିତି କହି ସେ ଝିଅଟି ତାର ଅସଲ ରୂପକୁ ପଳେଇ ଆସିଲା। ମୁଁ କଣ ସୁନ୍ଦରୀ ନୁହଁ? କଣ ହେଲା? ମୁଁ ତୁମକୁ ବାହା ହେବି? କେବେ ନିଜ ମୁହଁ ଆଇନାରେ ଦେଖିଛ? ଶାଗୁଣା ପରି ମୁହଁ, ଆଉ ପୁଣି ହଲ୍କୁ ପରି ରଙ୍ଗ ତୁମର। ତୁମକୁ ପୁଣି ମୁଁ ବାହା ହେବି? ମୁଁ ଯାଏ ମୋ ଘରକୁ। ସନ୍ଧ୍ୟା ହେବା ଆଗରୁ ମତେ ମୋ ଘରେ ପହଞ୍ଚିବାର ଅଛି। କହିଲା କଣ ନା ମୁଁ ସୁନ୍ଦରୀ ନୁହଁ? ଯାଅ ଯାଅ, ଆଗେ ନିଜ ମୁହଁ ଆଇନାରେ ଦେଖ। ଡାହାଣୀକୁ ଭାଗୀରଥୀର କଥା ବହୁତ କଷ୍ଟ ଦେଲା। ସେ ରାଗି ଯାଇ ଭାଗୀରଥୀକୁ କହିଲା, ତୋର ଏତେ ସାହସ! ତୁ ମତେ ଶାଗୁଣା ଭଳି ଦେଖିବାକୁ କହିଲୁ, ଆଉ ହଲ୍କୁ ପରି ମୋର ରଙ୍ଗ କହିଲୁ। ମୁଁ ତତେ ଅଭିଶାପ ଦଉଛି। ତୁ ଦିନ ସାରା ଉଭେଇ ଯିବୁ, ଆଉ ରାତି ହେଲେ ଶାଗୁଣା ପାଲଟି ଯିବୁ। ଯା! କିଛି ସମୟ ପରେ ଭାଗୀରଥୀର ଶରୀର ଧୀରେ ଧୀରେ ଉଭେଇ ଗଲା। ଆଉ ରାତି ହେବା ମାତ୍ରେ ସେ ଶାଗୁଣା ପାଲଟି ଗଲା। କଣ ଯେ ଏବେ କରିବି? ଏମିତି ଅବସ୍ଥା ନେଇ ଗାଁକୁ ତ ଯାଇପାରିବିନି। ଗାଁକୁ ଗଲେ ବାପା, ମା, ମୋ ସ୍ତ୍ରୀ ମିନତୀ କେହି ମତେ ଚିହ୍ନି ପାରିବେ ନାହିଁ। ଗାଁ ଲୋକେ ତ ମତେ ଢେଲା ପଥର ମାରି ଘଉଡ଼ାଇ ଦେବେ। ନା,
ଆଉ ଗାଁକୁ ଯିବିନି। ଏଇ ଜଙ୍ଗଲରେ ଗୋଟେ ଛୋଟିଆ କୁଡ଼ିଆ କରି ମୁଁ ରହିବି। ଭାଗୀରଥୀ ସେଇ ଦିନରୁ ଜଙ୍ଗଲରେ ଯାଇ ରହିଲା, ଆଉ ଗାଁକୁ ଫେରିଲା ନାହିଁ। କିଛି ଦିନ ପରେ ଭାଗୀରଥୀକୁ ତା ଘର ଲୋକମାନେ ଖୋଜିଲେ, କିନ୍ତୁ ତାକୁ କୋଉଠି ବି ପାଇଲେନି। ଦିନେ ଭାଗୀରଥୀର ସ୍ତ୍ରୀ ମିନତୀ ଭାଗୀରଥୀକୁ ଖୋଜିବା ପାଇଁ ଜଙ୍ଗଲକୁ ଗଲା। ସେଠି ପହଞ୍ଚିବା ପରେ ହଠାତ୍ ସେ ଭାଗୀରଥୀର ଚିତ୍କାର ଶୁଣିବାକୁ ପାଇଲା। ଆରେ, ଇଏ ତ ମୋ ଭାଗୀରଥୀଙ୍କ ସ୍ୱର। ସେ ନିଶ୍ଚୟ ଏଇଠି କୋଉଠି ପାଖରେ ହିଁ ଅଛନ୍ତି। କିଛି ସମୟ ପରେ ମିନତୀ ଭାଗୀରଥୀକୁ ଖୋଜି ପାଇଲା। ସ୍ୱାମୀ! ମିନତୀ, ତୁମେ ଏଠି କଣ କରୁଛ ମିନତୀ? ତୁମର ଏମିତି ଅବସ୍ଥା କିଏ କରିଛି ସ୍ୱାମୀ? କୁହ, ମତେ କୁହ। ଭାଗୀରଥୀ ମିନତୀକୁ ସବୁ କଥା କହିଲା। କେମିତି ସେ ଡାହାଣୀ ପାଖକୁ ଗଲା ଆଉ ଡାହାଣୀ ତାକୁ କେମିତି ଅଭିଶାପ ଦେଲା। ମିନତୀ ତା ସ୍ୱାମୀର କଥା ଶୁଣି ସେ ଡାହାଣୀ ଘରକୁ ଯିବ ବୋଲି ମନସ୍ଥ କଲା। ଦେଖ ମିନତୀ, ତୁମେ ସେ ଡାହାଣୀ ପାଖକୁ ଯିବା ଜମା ବି ସୁରକ୍ଷିତ ନୁହଁ। ତୁମେ ଘରକୁ ଚାଲିଯାଅ, ସେଇଟା ସମସ୍ତଙ୍କ ପାଇଁ ଭଲ ହବ। ମୁଁ ଆଉ ଏ ବାକି ଜୀବନଟା ଏଇ ଜଙ୍ଗଲରେ ବିତାଇ ଦେବି। ନାଇଁ ସ୍ୱାମୀ, ମୁଁ ଯେମିତି ହେଲେ ବି ସେ ଡାହାଣୀ ପାଖକୁ ଯିବି, ଆଉ ମୁଁ ତୁମକୁ ଦୋଷମୁକ୍ତ କରିବି। ମତେ ତୁମେ ଯିବାକୁ ଦିଅ। ମିନତୀ ଭାଗୀରଥୀର କଥା ନ ଶୁଣି ସେ ଡାହାଣୀ ଘରକୁ ଗଲା। ସେଠି ପହଞ୍ଚି ସେ ଡାହାଣୀକୁ ଡାକିଲା। ଘରେ କିଏ ଅଛ? ଟିକେ ଶୁଣିବ। ମିନତୀର କଥା ଶୁଣି ଡାହାଣୀ ସଙ୍ଗେ ସଙ୍ଗେ ଆସି ଉଭା ହେଇଗଲା। ଆରେ ବାଃ, ତୁମେ ତ ଦେଖିବାକୁ ବହୁତ ସୁନ୍ଦର। ମୁଁ ଗୋଟେ କଥା କୁହନ୍ତି, ମୋର ଗୋଟେ ଦିଅର ଅଛନ୍ତି। ତୁମେ ତାଙ୍କୁ ବାହା ହବ? ମୁଁ ତ ଦେଖିବାକୁ ଭାରି ଅସୁନ୍ଦର। କଣ ତୁମ ଦିଅର ମତେ ପସନ୍ଦ କରିବେ? ରୂପ ରଙ୍ଗର କଣ ଖାଲି ସୁନ୍ଦରତା ଲୁଚିକି ଥାଏ? ନିଜର ଗୁଣ, ସ୍ୱଭାବ ଆଉ ବ୍ୟବହାରରେ ପୁରା ସୁନ୍ଦରତା ଲୁଚିକି ରହିଥାଏ, ଯୋଉଟା କି ତୁମ ପାଖରେ ଭରି ଭରି ଅଛି। ତୁମେ ଗୋଟେ କାମ କର, ତୁମେ ଗୋଟେ ସୁନ୍ଦର ଚଢ଼େଇର ରୂପ ନେଇଛ। ମୁଁ ତୁମକୁ ସାଙ୍ଗରେ ନେଇଯିବି। ତୁମେ ଯେ ମୋ ଦିଅରଙ୍କୁ ଦେଖିକି ଆସିବ। ତାପରେ ତୁମେ ଭାବିବ ତୁମେ ତାଙ୍କୁ ବିବାହ କରିବ କି ନାହିଁ। ମୂର୍ଖ ଡାହାଣୀ ମିନତୀର କଥା ଶୁଣି ସଙ୍ଗେ ସଙ୍ଗେ ସେ ଗୋଟେ ଚଢ଼େଇରେ ବଦଳି ଗଲା। ସେତିକି ବେଳେ ମିନତୀ ତାକୁ ଧରି ତା ତଣ୍ଟେ ଚିପି ମାରିଦେଲା। ଏପଟରେ ଚଢ଼େଇ ମରିବା କ୍ଷଣି ସେପଟରେ ଭାଗୀରଥୀ ଦୋଷମୁକ୍ତ ହୋଇଗଲା। ଧନ୍ୟବାଦ ମିନତୀ, ଆଜି ମୁଁ ତୁମ ପାଇଁ ଗୋଟେ ନୂଆ ଜୀବନଟେ ପାଇଲି। ଚାଲ, ଆମେ ଏବେ ଘରକୁ ଯିବା। ତାପରେ ଭାଗୀରଥୀ ଆଉ ମିନତୀ ଦୁଇ ଜଣ ସାଙ୍ଗ ହୋଇ ନିଜ ଘରକୁ ଫେରିଗଲେ ଆଉ ଖୁସିରେ ରହିଲେ। ଏହି ଗଳ୍ପରୁ ଆମେ ଶିକ୍ଷା ପାଇଲେ, ଯଦି ଆମେ ଭାବିଚିନ୍ତି କୌଣସି ନିଷ୍ପତ୍ତି ନେବା, ତାହେଲେ ଆମେ ନିଶ୍ଚୟ ସଫଳତା ହାସଲ କରିବା। ନରସିଂହପୁର ଗାଁରେ ରୁହେ ସୁକଦେବ ବାଉରୀ।
ତାର ଜମି ବାଡ଼ି ଖୁବ୍ ଅଳ୍ପ। ନିଜ ଜମିରେ କାମ କରିବା ଛଡ଼ା ସେ ବେଳେ ବେଳେ ମୂଲ ମଜୁରୀ ମଧ୍ୟ କରେ। ତାର ଘରେ ଥାଏ ଗୋଟେ ସୁନ୍ଦର ଗାଈଟିଏ। ଶୁକଦେବ ସେ ଗାଈଟିକୁ ବହୁତ ଭଲ ପାଏ। ତା ପାଇଁ ଛନଛନିଆ ଘାସ କାଟି ତାକୁ ଖୁଆଏ। ଗାଈଟି ବି ବେଶ ଭଲ କ୍ଷୀର ଦିଏ। ସେଇ କ୍ଷୀରକୁ ବିକି ଶୁକଦେବ ବେଶ ଭଲରେ ପରିବାର ଚଳାଉଥାଏ। ଦିନେ ଶୁକଦେବ ତା ଗାଈକୁ ଖାଇବାକୁ ଦେଲା ବେଳେ ସେଇ ଗାଁର ଜମିଦାର ଭାଗୀରଥି ସେଠାରେ ଆସି ପହଞ୍ଚିଲା। ରେ ସୁକଦେବ, ତୋ ଗାଈ ତ ବେଶ ଡଉଲ ଡାଉଲ ହେଇଛି। କଣ ଖାଇବାକୁ ଦଉଛୁ କିରେ? କଣ ଆଉ ଖାଇବାକୁ ଦେବି, ଏଇ କୁଣ୍ଡା ତୋରାଣି ଆଜ୍ଞା, ଆଉ ବେଳେ ବେଳେ ଘାସ ପତ୍ର ଟିକେ ଦିଏ। ଅରେ ବାଃ, ଆଉ କ୍ଷୀର କେତେ ଦଉଛି? ଏଇ 5-6 ଦଉଛି। କଣ 5-6? ଖାଲି କ୍ଷୀର ପାଇଁ ନୁହେଁ ଆଜ୍ଞା, ଏମିତିରେ ମୋ ଗାଈକୁ ମୁଁ ମୋ ନିଜ ପିଲା ଛୁଆଙ୍କ ପରି ଭଲ ପାଏ। ହଁ ହଁ, ତୋ ଗାଈଟା ବି ସେମିତି ହୋଇଛି, ଦେଖିଲେ ପରା ଲୋଭ ଲାଗିଯିବ। ହଉ, ମୁଁ ଯାଉଛି, ତୁ ତୋ ଗାଈ କାମ କର ଆଉ। ଏତିକି କହି ଜମିଦାର ତା ନିଜ ବାଟରେ ଚାଲିଗଲା। ଶୁକଦେବ ତା ଗାଈକୁ ଖୁଆଇବାରେ ଲାଗିଲା। କିଛି ବାଟ ଯିବା ପରେ ଜମିଦାର ମନେ ମନେ ଭାବିଲା, ଅରେ, ସେ ଗାଈଟା କେଡ଼େ ଡଉଲ ଡାଉଲ ହେଇଛି ମ। ତାପରେ ପୁଣି ଦିନକୁ 6 କ୍ଷୀର। ଯେମିତି ବି ହଉ ମତେ ଶୁକଦେବକୁ ଲୋଭ ଦେଖି ସେ ଗାଈଟାକୁ ନିଜର କରିବାକୁ ହେବ। ଏମିତି କିଛି ଦିନ ବିତିଗଲା। ଦିନେ ସକାଳୁ ସକାଳୁ ଜମିଦାର ଆସି ପହଞ୍ଚିଲା ଶୁକଦେବ ଘର ପାଖରେ। ଶୁକଦେବ ଜମିଦାରକୁ ଏତେ ସକାଳୁ ଦେଖି କିଛି ବୁଝିପାରୁନଥାଏ। ଜମିଦାର ଶୁକଦେବକୁ କହିଲା, ବୁଝିଲୁ ଶୁକଦେବ, ତୋ ଗାଈଟା ଉପରେ ମୋର ଲୋଭ ଚାଲି ଆସିଛି ରେ। ତୁ ଯଦି ରାଜି ହବୁ ମୁଁ ତତେ 8,000 ଟଙ୍କା ଦେବି। ତୁ ମତେ ସେ ଗାଈଟା ବିକି ଦଉନୁ। କି କଥା କହୁଛନ୍ତି ଆଜ୍ଞା? ମୁଁ ପରା କହୁନଥିଲି ଏ ଗାଈଟିକୁ ମୋର ନିଜ ପୁଅ ଝିଅଙ୍କ ଠାରୁ ମୁଁ ଅଧିକ ଭଲ ପାଏ, ତେଣୁ ୟାକୁ ମୁଁ କଦାପି ବିକ୍ରି କରିପାରିବି ନାହିଁ। ଜମିଦାର ଯେତେ ପ୍ରକାର ବୁଝେଇଲେ ବି ଶୁକଦେବ ତାର କିଛି କଥା ଶୁଣିଲା ନାହିଁ। କାରଣ ପ୍ରକୃତରେ ସେ ଗାଈଟିକୁ ବହୁତ ଭଲ ପାଉଥିଲା, ଆଉ ଦିନ ରାତି ତାର ନିଜ ଛୁଆଙ୍କ ପରି ବି ଯତ୍ନ ନେଉଥିଲା। ଏହିପରି ଭାବରେ ସମୟ ବିତି ଯାଉଥାଏ। ଶୁକଦେବର ପିଲାମାନେ ବି ବଡ଼ ହୋଇଗଲେଣି। ଶୁକଦେବର ଝିଅ ପାଇଁ ପାଖ ଗାଁରୁ ଗୋଟେ ବଢିଆ ପ୍ରସ୍ତାବଟିଏ ଆସିଲା। ଶୁକଦେବ ସ୍ତ୍ରୀର ଗୋଟିଏ ଜିଦି, ସେ ତା ଝିଅକୁ ସେଇଠି ହିଁ ବାହାଘର କରିବ। ସେଦିନ ରାତିରେ ଶୁକଦେବ ଆଉ ତା ସ୍ତ୍ରୀ ଦୁହେଁ ବସି କଥା ହେଉଥାନ୍ତି। ଦେଖ, ଆମେ ହାତ ଛଡା କରିଥିଲେ ଏମିତି ଘର ଆଉ ବର କେବେ ବି ପାଇବାନି। ସେ କଥା ଠିକ ଯେ, କିନ୍ତୁ ଝିଅ ବାହାଘର ପାଇଁ ଏବେ ଏତେ ଗୁଡ଼େ ଟଙ୍କା ମୋ ପାଖରେ କାହିଁ? ତୁମେ ଯାହା ବି କର, ମୁଁ ଚାହୁଁଛି ଏଇ ବର୍ଷ ଝିଅ ବାହାଘର କାମଟା ସାରିଦେବା। ମୋର କଣ ଏତେ ସମ୍ପତ୍ତି ବାଡ଼ି ଅଛି ଯେ ମତେ କିଏ ଧାର କରଜ ଦେବେ? ତମେ ଗୋଟେ କାମ କରୁନ, କଣ? ଆମ ଗାଈଟାକୁ ବିକି ଦିଅ। ମୋର ଗହଣା ଗାଣ୍ଠି ତ 2 ଖଣ୍ଡ ଅଛି। ଧାନ ମୁଗ ବିକ୍ରି ପଇସା ବି ମୋ ପାଖରେ କିଛି ଅଛି। ଗାଈଟାକୁ ବିକ୍ରି କରିଦେଲେ ମୋଟାମୋଟି ବାହାଘର ପଇସାଟା ହେଇଯିବ। ତୁମକୁ ପରା ଜମିଦାର ବାବୁ 8,000 ଟଙ୍କା ଯାଚୁଥିଲେ। ହଉ, ଦେଖିବା। କାଲି ସକାଳ ହେଲେ ଜମିଦାରକୁ ଯାଇ ପଚାରି ଦେଖିବି ସେ କଣ କହୁଛନ୍ତି। ଏମିତି କଥାବାର୍ତ୍ତା ହୋଇ ସ୍ୱାମୀ ସ୍ତ୍ରୀ 2 ଜଣ ଶୋଇବାକୁ ଚାଲିଗଲେ। ସକାଳୁ ଉଠି ଶୁକଦେବ ଯାଇ ପହଞ୍ଚିଲା ଜମିଦାର ବାବୁଙ୍କ ଦୁଆରେ। କିରେ ଶୁକଦେବ, କଣ ଆଜି ଏତେ ସକାଳୁ?
କଥା କ'ଣ କି ଆଜ୍ଞା, ଆପଣ କହୁନଥିଲେ ମୋ ଗାଈକୁ କିଣିବେ ବୋଲି? ସେଇ ବିଷୟରେ କଥା ହେବାକୁ ଆସିଛି। ମୋ ଝିଅ ବାହାଘର ପାଇଁ ଟଙ୍କା ଜରୁରୀ ଦରକାର। ଯଦି ଦରଦାମ ଛିଡ଼ିଯାଏ ତେବେ ଆଜି ହିଁ ଗାଈଟିକୁ ଆପଣଙ୍କୁ ବିକ୍ରି କରିଦେବି। ଲୋଭୀ ଓ ସ୍ୱାର୍ଥପର ଜମିଦାର ଏକଥା ଶୁଣି ଭାବିଲା, ଏ ହେଉଛି ତା ପାଇଁ ସଠିକ ସୁଯୋଗ। ଗରିବ ସୁଖଦେବକୁ ଅଳ୍ପ କିଛି ଟଙ୍କା ଦେଇ ସେ ବି ଗାଈଟାକୁ କିଣି ନେଇ ପାରିବ। ଆରେ ଇଏ ତ ବହୁତ ଭଲ କଥା। କେତେ ଟଙ୍କାରେ ଦବୁ କହ, ସାଙ୍ଗେ ସାଙ୍ଗେ ତତେ ଟଙ୍କା ଗଣିଦେବି। ଆପଣ ତ ନିଜେ 8,000 ଟଙ୍କା କହୁଥିଲେ। ଯଦି ସେଇ ଦାମ ଦେବେ ତେବେ ସନ୍ଧ୍ୟା ବେଳକୁ ଗାଈକୁ ଆଣି ଆପଣଙ୍କ ଗୁହାଳେ ବାନ୍ଧି ଦେଇ ଯିବି। ତୋ ମୁଣ୍ଡ ଫୁଣ୍ଡ ଖରାପ ହେଇଯାଇଛି ନା କ'ଣ? ସେତେବେଳେ ସିନା ତତେ 8,000 ଟଙ୍କାରେ କହୁଥିଲି, ୟା ଭିତରେ ପରା 6 ମାସ ବିତିଗଲାଣି। ଯଦି 4,000 ଟଙ୍କାରେ ଦବୁ କହ, ସାଙ୍ଗେ ସାଙ୍ଗେ ତତେ ଟଙ୍କା ଗଣିଦେବି। ନାଇଁ, ଥାଉ ଆଜ୍ଞା, ମୁଁ ଏ ଗାଈ ବିକି ମୋ ଝିଅ ବାହାଘର କରିବାକୁ ଚାହେଁ। ନହେଲେ ଆପଣ ତ ଜାଣନ୍ତି ମୁଁ କ'ଣ ମୋ ଗାଈକୁ ବିକିବା କଥା। ଆପଣ ତ ଜାଣନ୍ତି ମୁଁ ତାକୁ କେତେ ଭଲ ପାଏ। ଶୁଣ ସୁଖଦେବ, ମୁଁ ଯାହା ଦେଇପାରିବି ତତେ ମୁଁ କହିଦେଲି। ରାଜି ଯଦି ଦେ, ନହେଲେ ଭାଇ ତୁ ତ ରାସ୍ତା ଦେଖ। ହଉ, ଯାହା ଆପଣଙ୍କ ଇଚ୍ଛା। ଏତିକି କହି ସୁଖଦେବ ସେଠାରୁ ଚାଲିଗଲା। ଜମିଦାର କେବେ ଭାବି ନଥିଲା ଯେ ସୁଖଦେବ ତା କଥାରୁ ବାହାରି ଯିବ ବୋଲି। ଯେହେତୁ ଗାଈଟି ଉପରେ ଆଗରୁ ଜମିଦାରର ଲୋଭ ଥିଲା, ତାର ଯୋଜନା ସଫଳ ନ ହେବାରୁ ତା ମନ ବହୁତ ଦୁଃଖ ହେଲା। ତା ପରଦିନ ସକାଳୁ ସୁଖଦେବ ଗାଈକୁ ଧରି ବାହାରିଲା ପାଖ ହାଟକୁ। ତାକୁ ତା ସ୍ତ୍ରୀ ପ୍ରମିଳା କହିଲା, ହେଇଟି ଶୁଣ, ମୁଁ କହିଦଉଛି, 10,000 ଟଙ୍କାରୁ ଟଙ୍କେ କମରେ ବି ଗାଈକୁ ଦେବନି। ସୁଖଦେବ ଗାଈଟିକୁ ଧରି ଚାଲିଥାଏ ଜଙ୍ଗଲ ରାସ୍ତାରେ। ଗାଈଟି ବିକ୍ରି ହେଇଯିବ ବୋଲି ତା ମନରେ ଭୀଷଣ ଦୁଃଖ। ହାଟ ଆଉ ଅଳ୍ପ ବାଟ ଥାଏ। ସେ ଦେଖିଲା ଆଗରୁ ଗୋଟେ ଯୁବକଟିଏ ଆସୁଛି। ବେଶ ପୋଷାକରୁ ଯୁବକଟି ବେଶ ଧନୀ ଓ ଶାନ୍ତ ଦିଶୁଥାଏ। ପ୍ରକୃତରେ ଯୁବକଟି ଥିଲା ସୁଖଦେବ ଗାଁର ଜମିଦାର ଭାଗୀରଥୀର ପୁଅ ଅଭିମନ୍ୟୁ। ଯେହେତୁ ସେ ସହରରେ ରହି ବ୍ୟବସାୟ କରେ, ସୁଖଦେବ ତାକୁ ଚିହ୍ନି ନଥିଲା। ସୁଖଦେବ ଆଉ ତା ଗାଈକୁ ଅତିକ୍ରମ କରି ଯିବା ପରେ ଅଭିମନ୍ୟୁର ହଠାତ୍ ମନେ ପଡ଼ିଲା। ବୁଝିଲୁ ପୁଅ, ଜୀବନରେ ମୋର ଗୋଟେ ଆଶା ହୋଇ ରହିଗଲା। କ'ଣ ବାପା? ବୁଝିଲୁ ପୁଅ, ଆମ ଗାଁ ସୁଖଦେବ ବାଉରୀର ଗୋଟେ ଡଉଲ ଡାଉଲ ଦିନକୁ 6 ସେରେ କ୍ଷୀର ଦଉଥିବା ଗାଈଟି ଅଛି। ମୋର ଭାରି ଇଚ୍ଛା ଥିଲା ସେ ଗାଈଟିକୁ କିଣିବାକୁ। ହେଲେ ଏଥିରେ ଅସୁବିଧା କ'ଣ ଅଛି ବାପା? କିଣି ଆଣୁନ, ଆମର ତ ଟଙ୍କା ପଇସାରେ କିଛି ଅଭାବ ନାହିଁ। ନାଇଁ ରେ ପୁଅ ଅଭିମନ୍ୟୁ, ତାକୁ ମୁଁ 8,000 ଟଙ୍କା ଯାଚିଲି, ତଥାପି ସୁଖଦେବ ସେ ଗାଈଟାକୁ ବିକିବାକୁ ମନା କରିଦେଲା। ଏତିକି କଥା ମନ ପଡ଼ିବା ମାତ୍ରେ ଅଭିମନ୍ୟୁ ପଛପଟକୁ ବୁଲି ପଡ଼ି ଗୋଟେ ଡାକଟିଏ ମାରିଲା। ଓ ଭାଇ, ଟିକେ ରୁହ ରୁହ। ଅଭିମନ୍ୟୁର ଡାକ ଶୁଣି ସୁଖଦେବ ଅଟକି ଗଲା। ଅଭିମନ୍ୟୁ ସୁଖଦେବ ପାଖରେ ପହଞ୍ଚି ତାକୁ କହିଲା, କୁଆଡ଼େ ଯାଉଛ ଭାଇ? ଏ ଗାଈକୁ ନେଇ କୁଆଡ଼େ ଯାଉଛ? ଏ ପାଖ ହାଟକୁ ଯାଉଛି, ୟାକୁ ବିକିବା ପାଇଁ। ଏତେ ସୁନ୍ଦର ଡଉଲ ଡଉଲ ଭଲ ଗାଈଟା, ଜଣା ପଡୁଛି କ୍ଷୀର ବି ବେଶ ଭଲ ଦଉଥିବ। ୟାକୁ ବିକିବ କ'ଣ ପାଇଁ? ମୋ ଝିଅ ବାହାଘର ପାଇଁ ଟଙ୍କା ଦରକାର ତ, ତେଣୁ ମତେ ୟାକୁ ବିକିବାକୁ ପଡ଼ିବ। କେତେ ଦାମ ନେଲେ ଇଏ ଗାଈଟା ବିକିବ ତୁମେ? 10,000। ଠିକ ଅଛି, ମୁଁ ତୁମକୁ 10,000 ଟଙ୍କା ଦଉଛି। ଗାଈଟା ଏବେ ମତେ ଦେଇଦିଅ। ଅଭିମନ୍ୟୁ ସାଙ୍ଗେ ସାଙ୍ଗେ 10,000 ଟଙ୍କା ଦେଇ ସୁଖଦେବ ଠାରୁ ଗାଈଟାକୁ ନେଇଗଲା। ସୁଖଦେବ ବି ଟଙ୍କା ଧରି ସଞ୍ଜ ନଇଁ ଆସୁଥିବାରୁ ଶୀଘ୍ର ଶୀଘ୍ର ପାଦ ପକେଇ ଗାଁ ଆଡ଼କୁ ଫେରିଗଲା। ଏପଟେ ସଞ୍ଜ ବୁଡ଼ୁ ବୁଡ଼ୁ ଗାଁରେ
ସବୁତକ ଲୋକ ଗୋଟେ ଜାଗାରେ ରୁଣ୍ଡ ହୋଇଛନ୍ତି। ଜମିଦାର ଭାଗୀରଥୀ ବି ସେଇଠାରେ ଉପସ୍ଥିତ ଥାଏ। ଜଣେ ଲୋକ ଶୁକଦେବର ଗାଈକୁ ଧରି ଅତି ବିକଳ ହୋଇ କହୁଥାଏ, ଆପଣ ନ୍ୟାୟ କରନ୍ତୁ। ଶୁକଦେବର ଏ ଗାଈ ମୋ ବିଲରେ ପଶି ସବୁତକ ଫସଲ ନଷ୍ଟ କରିଦେଇଛି। ମୁଁ ଭାସିଗଲି ଜମିଦାରେ, ମୁଁ ଭାସିଗଲି। ମୋ ପିଲା ପରିବାରକୁ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ଜମିଦାର ତ ଶୁକଦେବ ଉପରୁ ଆଗରୁ ରାଗ ଥିଲା। ତେଣୁ ସେ ସୁଯୋଗକୁ ହାତ ଛଡ଼ା ନ କରି ସେ କହିଲା, ଏହା ଅତି ଅନ୍ୟାୟ। ଶୁକଦେବ ଏ ଚାଷୀ ଭାଇକୁ 4,000 ଟଙ୍କା କ୍ଷତିପୂରଣ ଦବ। ଆଉ ଦାୟିତ୍ୱହୀନତା ଭାବରେ ତା ଗାଈକୁ ଛାଡ଼ି ଦେଇଥିବାରୁ ଗାଁ ପାଣ୍ଠିକୁ 1,000 ଟଙ୍କା କ୍ଷତିପୂରଣ ଦବ। ଆଜି ଯଦି ମୋ ଗାଈ ବି ଏମିତି କାମ କରିଥାନ୍ତା, ମୁଁ ବି ଏତିକି ଟଙ୍କା ଦେଇଥାନ୍ତି। ଡାକ ସେ ଶୁକଦେବକୁ। ଟଙ୍କା ଦାଖଲ ନ କରିବା ଯାଏ ଏ ଗାଈକୁ ଏଠି ବାନ୍ଧି ରଖ। ସେତିକି ବେଳେ ସେଠାରେ ଧଇଁ ସଇଁ ହୋଇ ଆସି ପହଞ୍ଚିଲା ଭାଗୀରଥୀର ପୁଅ ଅଭିମନ୍ୟୁ। ସେ ତା ବାପାଙ୍କ ପାଖକୁ ଯାଇ କହିଲା, ବାପା, ବାପା, ମୁଁ ଜାଣିଥିଲି ତୁମର ଏ ଗାଈ ପ୍ରତି ଦୁର୍ବଳତା ଥିଲା। ତେଣୁ ଶୁକଦେବ ତା ଗାଈକୁ ବିକିବାକୁ ପାଖ ହାଟକୁ ନେଇଯାଉଥିବା ବେଳେ ମୁଁ ତାକୁ 10,000 ଟଙ୍କା ଦେଇ ତା ପାଖରେ ଗାଈଟା ରଖିଦେଲି। କିଛି ବାଟ ଧରି ତାକୁ ଆସିଛି, ହଠାତ୍ ମୋ ହାତରୁ ଖସିଯାଇ ଜଙ୍ଗଲ ଭିତରେ କୁଆଡ଼େ ଚାଲିଗଲା। ଏବେ ଦେଖିଲା ବେଳକୁ ସେ ଆସି ଏଠି। ଏସବୁ କେମିତି ହେଲା ବାପା? ଏ ଗାଈ ଯାହାର ବି ହଉ ଜମିଦାରେ, ମତେ ମୋ କ୍ଷତିପୂରଣ ଗଣ୍ଡକ ଦେଇ ଦିଅନ୍ତୁ। ମୋ ପିଲା ଛୁଆଙ୍କ ଉପରେ ଟିକେ ଦୟା କରନ୍ତୁ। ଏବେ ବିଚରା ଜମିଦାର ପାଖରେ ଆଉ କିଛି ବି ବାଟ ନଥିଲା। ଯେହେତୁ ଗାଈଟାକୁ ତା ପୁଅ ଅଭିମନ୍ୟୁ କିଣି ସାରିଥିଲା, ତେଣୁ ଚାଷୀକୁ କ୍ଷତିପୂରଣ ବାବଦକୁ 4,000 ଟଙ୍କା ଓ ଗାଁ ପାଣ୍ଠିକୁ 1,000 ଟଙ୍କା ଦେବାକୁ ପଡ଼ିଲା। ସମସ୍ତେ ଚାଲିଯିବା ପରେ ଜମିଦାର ବସି ଭାବୁଥିଲା, ଶୁକଦେବକୁ 8,000 ଟଙ୍କା ଦେଇ ଗାଈଟା ନ କିଣି ଲୋଭରେ ପଡ଼ି ଶୁଖିଲାଟାରେ 15,000 ଗଣିବାକୁ ପଡ଼ିଲା। ସତରେ ଲୋଭ ଓ ଅସତ୍ ଭାବନା ସବୁବେଳେ ମଣିଷ ପାଇଁ ଦୁଃଖ ଓ କଷ୍ଟର କାରଣ ହୋଇଥାଏ।